ଯେଉଁମାନେ ଏନ୍ଆଇଓଏସ୍‌ରେ 18 ମାସିଆ ଡିଏଲ୍‌ଇଡି କରିଥିଲେ ସେମାନଙ୍କ ପାଇଁ ଗୋଟିଏ ଭଲ ଖୁସି ଖବର ରହିଛି ଯେ ସେମାନେ ଓଟିଇଟି, ସିଟିଇଟି ଦେଇପାରିବେ ଏବଂ ସେଥିରେ କ୍ୱାଲିଫାଏ କରିବା ପରେ ଆପଣ ଶିକ୍ଷକ ଭର୍ତ୍ତିରେ ଆପଣଙ୍କୁ ଯୋଗ୍ୟ ବିବେଚିତ କରାଯାଇଛି ସୁପ୍ରିମକୋର୍ଟ ଦ୍ୱାରା। ପୂର୍ବରୁ ସୁପ୍ରିମକୋର୍ଟଙ୍କ ଦ୍ୱାରା 18 ମାସିଆ ଡିଏଲ୍‌ଇଡିକୁ ଇନଭାଲିଡ୍ କରାଯାଇଥିଲା। ସେମାନେ କୌଣସି ଶିକ୍ଷକ ପଦବୀରେ ଆବେଦନ କରିପାରୁନଥିଲେ। କେବଳ ସେମାନେ ଯେଉଁମାନେ ପ୍ରାଇଭେଟ୍ ସ୍କୁଲରେ ରହିକି ପଢ଼ଉଥିଲେ ସେଇମାନଙ୍କୁ 18 ମାସର କୋର୍ସ ଯେହେତୁ କରିବାର ସୁଯୋଗ ଦିଆଯାଇଥିଲା, ସେମାନେ ସେଇ ସ୍କୁଲରେ କେବଳ ପ୍ରାଇଭେଟ୍‌ରେ ରହିକି ପଢ଼ଉଥିଲେ। କିନ୍ତୁ ବର୍ତ୍ତମାନ ଯେଉଁ ସୂଚନାଟି ରହିଛି ବା ଯେଉଁ ଅର୍ଡ଼ରଟି ରହିଛି ସୁପ୍ରିମକୋର୍ଟଙ୍କ ଅର୍ଡ଼ର ଅନୁସାରେ 18 ମାସର ଡିଏଲ୍‌ଇଡି କରିଥିଲେ ଏନ୍ଆଇଓଏସ୍‌ରେ ସେମାନେ ମଧ୍ୟ ଭ୍ୟାଲିଡ୍ ସେମାନେ ଆପ୍ଲାଏ କରିପାରିବେ ପ୍ରାଇମେରୀ ଟିଚର୍ ପାଇଁ। ଏ ରେଜଲ୍ଟ ଏଇ ଯେଉଁ ଡିକ୍ଲାର ହେଇଛି ଏଇଟା ଖୁବ୍ ଶୀଘ୍ର ଏନ୍ଆଇଓଏସ୍ ବା ତାର କପି ମିଳିଯିବ। ଏନ୍ଆଇଓଏସ୍ ତାକୁ ଅପଡ଼େଟ୍ କରିବ ବା ଆମେ ପାଇପାରିବା ସୁପ୍ରିମକୋର୍ଟଙ୍କ ଅର୍ଡ଼ର ପାଇପାରିଲା ପରେ ଆବେଦନ କରିପାରିବ। ଅସୁବିଧା କେଉଁଠି ହେଉଥିଲା ନା ପୂର୍ବରୁ ଏନ୍ଆଇଓଏସ୍‌କୁ ଭ୍ୟାଲିଡ୍ ଏଇଥିପାଇଁ କରାଯାଉନଥିଲା ଯେ 24 ମାସିଆ ଯେଉଁ ଡିଏଲ୍‌ଇଡି କରିଛନ୍ତି ପିଲାମାନେ ସେମାନେ କମ୍ପ୍ଲେନ୍ କରିଥିଲେ ସୁପ୍ରିମକୋର୍ଟରେ ଏବଂ ସୁପ୍ରିମକୋର୍ଟ ତାକୁ ଯେ ଅମାନ୍ୟ କରିଥିଲା ଯେ 18 ମାସର ଡିଏଲ୍‌ଇଡି କୋର୍ସ 24 ମାସର ଡିଏଲ୍‌ଇଡି କୋର୍ସ ସହିତ ସମାନ ନୁହଁ। ତେଣୁକରି 18 ମାସର ଯେଉଁମାନେ ଡିଏଲ୍‌ଇଡି କୋର୍ସ କରିଥିଲେ ସେମାନେ ଯେତେବେଳେ ଶିକ୍ଷକ ଭର୍ତ୍ତିରେ ଆବେଦନ କରିନପାରିଲେ ସେମାନେ ସୁପ୍ରିମକୋର୍ଟରେ ପୁଣି କେସ୍ କଲେ ଏବଂ ସୁପ୍ରିମକୋର୍ଟ ନିଜର ଅର୍ଡ଼ରକୁ ପରିବର୍ତ୍ତନ କରିଦେଲେ ଏବଂ 18 ମାସିଆ ଡିଏଲ୍‌ଇଡି ଯେଉଁମାନେ କରିଥିବେ ସେମାନେ ମଧ୍ୟ ଭ୍ୟାଲିଡ୍ ହେଇଗଲେ ଏବଂ ଆପ୍ଲାଏ କରିପାରିବେ। ତେଣୁକରି ଡିଏଲ୍‌ଇଡି ଯେଉଁମାନେ 18 ମାସର କରିଥିଲେ ସେମାନେ ଦେଖିବା ପୂର୍ବର ସୁପ୍ରିମକୋର୍ଟଙ୍କ ଅର୍ଡ଼ର କ'ଣ ରହିଥିଲା ଏବଂ କାହିଁକି 18 ମାସିଆ ଡିଏଲ୍‌ଇଡି ଭ୍ୟାଲିଡ୍ ହେଉନଥିଲା। ଏଇଟା ରହିଛି ପୂର୍ବରୁ ସୁପ୍ରିମକୋର୍ଟଙ୍କ ଅର୍ଡ଼ର 18 माह की डीएलईडी डिप्लोमा 2 वर्ष की डिप्लोमा के बराबर नहीं शीर्ष कोर्ट। सुप्रीमकोर्ट ପୂର୍ବରୁ ଏଇ ଅର୍ଡ଼ରଟା ଦେଇଥିବାରୁ ଯେ 18 ମାସର ଡିଏଲ୍‌ଇଡି କୋର୍ସ 24 ମାସର ଡିଏଲ୍‌ଇଡି କୋର୍ସ ସହିତ ସମାନ ନୁହଁ, ତେଣୁକରି ଶିକ୍ଷକ ଭର୍ତ୍ତିରେ ସେମାନଙ୍କୁ ସାମିଲ କରାଯାଉନଥିଲା। କିନ୍ତୁ ବର୍ତ୍ତମାନର ଆମେ ଜାଣିଛେ ସମସ୍ତେ ଯେ ଡିଏଲ୍‌ଇଡି 23 ଅଗଷ୍ଟ 2010ରେ ଆରମ୍ଭ ହୋଇଥିଲା ଏବଂ 29 ଜୁଲାଇ 2011ରେ କେବଳ ଯେଉଁମାନେ ପ୍ରାଇଭେଟ୍ ସ୍କୁଲରେ ପଢ଼ଉଥିଲେ ସେମାନଙ୍କୁ 18 ମାସର ଡିଏଲ୍‌ଇଡି କୋର୍ସ ଦିଆଯାଉଥିଲା। ତେଣୁକରି ଇଏ ଭ୍ୟାଲିଡ୍ ବର୍ତ୍ତମାନ ହେଇଗଲା। ଏଇ ଯେଉଁ ପୂର୍ବ ଅର୍ଡ଼ରଟିକୁ ସୁପ୍ରିମକୋର୍ଟ ନିଜେ ୱିଡ୍ର କରିନେଲେ ଏବଂ ନୂଆ ଅର୍ଡ଼ର ଦେଲେ।